ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ ଆମର ଏହି ଗଭୀର ଆଲୋଚନାକୁ। ଆଜିର ଆମର ଏହି ଯାତ୍ରା କହିବାକୁ ଗଲେ ବହୁତ ଖାସ୍ ହେବାକୁ ଯାଉଛି। ନିଶ୍ଚିତ ଭାବରେ ଆଜିର ବିଷୟବସ୍ତୁ ହିଁ କିଛି ସେମିତି ଅଛି। ହଁ, ଆଜିର ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଓମକାର ନାମକ ଏକ ଅତ୍ୟନ୍ତ ଲୋକପ୍ରିୟ ତଥା ଗଭୀର ଆଧ୍ୟାତ୍ମିକ ପତ୍ରିକାର ଜାନୁଆରୀ 2026 ସଂସ୍କରଣରୁ କିଛି ମୂଲ୍ୟବାନ ଜ୍ଞାନ ଆହରଣ କରିବା। ଏହି ଗୋଟିଏ ସଂସ୍କରଣ ଭିତରେ ଏତେ ସବୁ ଚିନ୍ତା ଉଦ୍ରେକକାରୀ କଥା ଲୁଚି ରହିଛି ଯାହା ଆମର ଦୈନନ୍ଦିନ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବାର କ୍ଷମତା ରଖେ। ଏକଦମ ସତ କଥା। ଆମେ ଆଜି କଥା ହେବା ନୂତନ ବର୍ଷର ପ୍ରକୃତ ଅର୍ଥ ବିଷୟରେ, ତେଜୋବିନ୍ଦୁ ଉପନିଷଦରେ ଥିବା ଗୂଢ଼ ତତ୍ତ୍ୱ ବିଷୟରେ, ଆଉ ଶ୍ରୀମଦ୍ ଭଗବଦ୍ ଗୀତାର ପୁରୁଷୋତ୍ତମ ଯୋଗର ଅଦ୍ଭୁତ ରୂପକ ବିଷୟରେ ଏବଂ ଶେଷରେ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ଦୋଳଯାତ୍ରାର ରହସ୍ୟମୟ ବର୍ଣ୍ଣନା ସମ୍ପର୍କରେ ମଧ୍ୟ ଆଲୋଚନା କରିବା, ଯାହାକି ବହୁତ କମ୍ ଲୋକ ଜାଣିଛନ୍ତି। ସେଇଆ ତ ଆମର ମିଶନ ହେଉଛି ଏହି ପ୍ରାଚୀନ ତତ୍ତ୍ୱଗୁଡ଼ିକ କିପରି ବର୍ତ୍ତମାନର ଏହି ବ୍ୟସ୍ତବହୁଳ ସୂଚନାବହୁଳ ଆଧୁନିକ ଜୀବନରେ ଏକ ସ୍ପଷ୍ଟ ଦିଗଦର୍ଶନ ଦେଇପାରିବ ତାହା ଖୋଜି ବାହାର କରିବା। ଠିକ୍ ଅଛି, ଆସନ୍ତୁ ଏହାକୁ ଟିକେ ଖୋଲି ବିଚାର କରିବା। ହଁ, ଆରମ୍ଭ କରିବା। ଦେଖନ୍ତୁ, ଏହି ପତ୍ରିକାର ପ୍ରତିଟି ପୃଷ୍ଠା ଏବେକର ସମୟ ପାଇଁ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ବହନ କରୁଛି। ଆମେ ସମସ୍ତେ ନିଜ ଜୀବନରେ ଏକ ସ୍ଥାୟୀ ଶାନ୍ତି ଏବଂ ଉଦ୍ଦେଶ୍ୟ ଖୋଜୁଛୁ, ଆଉ ଏହି ପ୍ରାଚୀନ ଶାସ୍ତ୍ରଗୁଡ଼ିକରେ ସେହି ଉଦ୍ଦେଶ୍ୟର ନକ୍ସା ଖୁବ୍ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି। ଆଲୋଚନା ମାଧ୍ୟମରେ ଆମେ ଦେଖିବା ଯେ ଏହି ବିଚାରଗୁଡ଼ିକ କେବଳ ପଢ଼ିବା ପାଇଁ ନୁହେଁ, ବରଂ ଜୀବନରେ ଖୁବ୍ ସହଜରେ ପ୍ରୟୋଗ କରିବା ପାଇଁ ଉଦ୍ଦିଷ୍ଟ। ତାହେଲେ ସେଇଠୁ ହିଁ ଆରମ୍ଭ କରିବା, କାରଣ ମୁଁ ସିଧାସଳଖ ପତ୍ରିକାର ସମ୍ପାଦକୀୟ ପୃଷ୍ଠ ଉପରେ ଆଲୋକପାତ କରିବାକୁ ଚାହୁଁଛି। ସମ୍ପାଦକୀୟର ଶୀର୍ଷକଟି ବହୁତ ଶକ୍ତିଶାଳୀ। ହଁ, ସେଇଟା ଥିଲା ଜୀବନ ଭୋଗର କୋଳାହଳ ନୁହେଁ, ସାଧନାର ନୀରବ ତପସ୍ୟା। ଆମେ ସାଧାରଣତଃ ନୂଆବର୍ଷ କିପରି ପାଳନ କରୁ? ରାତି 12ଟା ବାଜିଲେ ବାଣ ଫୁଟାଇବା, ଖାଇବା, ପିଇବା, ନାଚିବା ଆଉ ବାହ୍ୟ ଚାକଚକ୍ୟ ଭିତରେ ଏକ ଅସ୍ଥାୟୀ ଉତ୍ସବ ମନାଇବା, ଯାହାକି ଗୋଟେ ଦିନ ପରେ ସରିଯାଏ। ଠିକ୍ କହିଲେ, କିନ୍ତୁ ପତ୍ରିକା ଏଠାରେ ଏକ ଭିନ୍ନ ଚିତ୍ର ରଖୁଛି। ଗୋଟିଏ ପଟେ ଭୋଗର କୋଳାହଳ ଆଉ ଅନ୍ୟପଟେ ଅନ୍ତର୍ଯାତ୍ରା ବା ସାଧନାର ଶାନ୍ତି। ଯଦି ଆମେ ଏହାକୁ ବୃହତ୍ତର ଦୃଷ୍ଟିକୋଣରେ ଦେଖିବା, ପ୍ରକୃତରେ ଭୋଗ ମଣିଷକୁ କେବଳ ସମୟରେ ଏକ ସୀମିତ ବନ୍ଧନରେ ବାନ୍ଧି ରଖେ। ବୁଝିଲେ ତ? ଯେତେବେଳେ ଆମେ କେବଳ କ୍ଷଣିକ ଇନ୍ଦ୍ରିୟ ସୁଖ ପଛରେ ଦୌଡୁଛୁ, ଆମେ ବାରମ୍ବାର ସେହି ଗୋଟିଏ ଚକ୍ରରେ ଘୁରି ବୁଲୁଛୁ। ଗୋଟିଏ କାମନା ପୂରଣ ହେଲେ ଆଉ ଗୋଟିଏ କାମନା ଜାଗ୍ରତ ହୁଏ। କିନ୍ତୁ ସାଧନା ହେଉଛି ଏହାର ସମ୍ପୂର୍ଣ୍ଣ ବିପରୀତ ପ୍ରକ୍ରିୟା। ସାଧନା ମଣିଷକୁ ସମୟର ଗଣ୍ଡିରୁ ବାହାର କରିଦିଏ, ଏକଦମ କାଳାତୀତ ସତ୍ତା ସହିତ ଯୋଡ଼ିଦିଏ। ଏହି ଦୁର୍ଲଭ ମାନବ ଜନ୍ମ କେବଳ ଆହାର, ନିଦ୍ରା ଏବଂ ଭୟ ଭିତରେ ସୀମିତ ରହିବା ପାଇଁ ନୁହେଁ। ତେଣୁ ନବବର୍ଷର ଆରମ୍ଭ କେବଳ କାନ୍ଥରୁ ପୁରୁଣା କ୍ୟାଲେଣ୍ଡର ବାହାର କରି ନୂଆ କ୍ୟାଲେଣ୍ଡର ଲଗାଇବାରେ ନୁହେଁ, ବରଂ ନିଜ ଚେତନାର ସ୍ତରକୁ ଟିକେ ଊର୍ଦ୍ଧ୍ୱଗାମୀ କରିବାରେ ରହିଛି। ଆଉ ଏହି ପରିବର୍ତ୍ତନ ଆଣିବା ପାଇଁ ପତ୍ରିକାରେ 2026 ବର୍ଷ ନିମନ୍ତେ 3ଟି ବ୍ୟବହାରିକ ଆଧ୍ୟାତ୍ମିକ ସଂକଳ୍ପ ଦିଆଯାଇଛି। ପ୍ରଥମଟି ହେଉଛି ନିତ୍ୟ ଏକାନ୍ତବାସ, ଅର୍ଥାତ୍ ପ୍ରତିଦିନ ଅନ୍ତତଃ 20 ମିନିଟ୍ ନିଜ ପାଇଁ ବାହାର କରିବା, ବିନା କୌଣସି ଡିଷ୍ଟର୍ବାନ୍ସରେ। ହଁ, ସେହି ସମୟରେ ପାଖରେ ମୋବାଇଲ ନଥିବ, ବାହ୍ୟ କୋଳାହଳ ନଥିବ, କେବଳ ନିଜ ଶ୍ୱାସପ୍ରଶ୍ୱାସ ବା ଇଷ୍ଟମନ୍ତ୍ର ଉପରେ ଧ୍ୟାନ ରହିବ। ଦ୍ୱିତୀୟଟି ହେଉଛି ସାତ୍ୱିକ ଗ୍ରହଣ ଏବଂ ତୃତୀୟଟି ହେଉଛି ସ୍ୱାଧ୍ୟାୟ ଓ ଶ୍ରବଣ, ପ୍ରତିଦିନ କିଛି ସମୟ ଶାସ୍ତ୍ର କିମ୍ବା ମହାପୁରୁଷଙ୍କ ବାଣୀର ଅଧ୍ୟୟନ। ଏହି ତିନୋଟି ଯାକ ଖୁବ୍ ଶକ୍ତିଶାଳୀ। କିନ୍ତୁ ମୋର ଗୋଟେ ପ୍ରଶ୍ନ ଅଛି। ଏହି ଯୋଉ ଦ୍ୱିତୀୟ ସଂକଳ୍ପ ରହିଛି, ସାତ୍ୱିକ ଗ୍ରହଣ, ଆମେ ତ ସାଧାରଣତଃ ଏହାକୁ କେବଳ ଖାଦ୍ୟପେୟ ସହ ଯୋଡ଼ିଥାଉ ଯେ ଆମିଷ ନ ଖାଇ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇବା। ଏଠାରେ ଏହାର ପ୍ରକୃତ ଉଦ୍ଦେଶ୍ୟ କ'ଣ? ଏହି କଥାଟି ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ବହୁତ ପ୍ରାସଙ୍ଗିକ ମଧ୍ୟ। ସାଧାରଣତଃ ଆମେ ଭାବୁ ଯେ ଆମେ କେବଳ ପାଟି ବାଟ ଦେଇ ଖାଦ୍ୟ ଗ୍ରହଣ କରୁ, କିନ୍ତୁ ପ୍ରକୃତରେ ଆମେ ଆମର ଆଖି ଏବଂ କାନ ଦେଇ ମଧ୍ୟ ଦୁନିଆକୁ ଗ୍ରହଣ କରୁ ବା ଖାଉ। ଓହୋ, ଆମର ଇନ୍ଦ୍ରିୟ ମାଧ୍ୟମରେ। ହଁ, ବର୍ତ୍ତମାନ ସମୟରେ ଯେଉଁଠି ଚାରିଆଡ଼େ ଡିଜିଟାଲ ସୂଚନାର ବିସ୍ଫୋରଣ ଘଟୁଛି, ଆମେ ପ୍ରତି ମୁହୂର୍ତ୍ତରେ ମୋବାଇଲ ସ୍କ୍ରିନରୁ କିଛି ନା କିଛି ଗ୍ରହଣ କରୁଛୁ। ସାତ୍ୱିକ ଗ୍ରହଣର ଅର୍ଥ ହେଉଛି ଆମ ଆଖି ଏବଂ କାନ ଦେଇ ମସ୍ତିଷ୍କ ଭିତରକୁ କ'ଣ ପ୍ରବେଶ କରୁଛି ତାହା ଉପରେ ଏକ କଡ଼ା ନିୟନ୍ତ୍ରଣ ରଖିବା। ଆମେ କ'ଣ ଦେଖୁଛୁ ଆଉ କ'ଣ ଶୁଣୁଛୁ? ନିଶ୍ଚିତ।
ଯଦି ଆମେ ଦିନସାରା ହିଂସାତ୍ମକ ଭିଡିଓ ଦେଖିବା, ବିବାଦୀୟ ଖବର ଶୁଣିବା ବା ସାମାଜିକ ଗଣମାଧ୍ୟମରେ ନକାରାତ୍ମକ କଥା ପଢ଼ିବା, ତେବେ ଆମ ମସ୍ତିଷ୍କକୁ ସେହି ସବୁ ବିଷାକ୍ତ ତଥ୍ୟକୁ ହଜମ କରିବାକୁ ପଡ଼ିବ। ଏହାର ସିଧାସଳଖ ପ୍ରଭାବ ଆମ ମାନସିକ ଶାନ୍ତି ଉପରେ ପଡ଼େ। ତେଣୁ ସାତ୍ବିକ ଗ୍ରହଣ କେବଳ ଫୋନ୍ ଛାଡ଼ିଦେବା ନୁହେଁ, ବରଂ ସଚେତନ ଭାବରେ କେବଳ ଶୁଦ୍ଧ, ସକାରାତ୍ମକ ଏବଂ ଜ୍ଞାନବର୍ଦ୍ଧକ ସୂଚନାକୁ ମନ ଭିତରକୁ ଯିବାକୁ ଦେବା। ଆଚ୍ଛା, ଏହାର ଅର୍ଥ ହେଉଛି ଆମକୁ ଆମ ମନର ପ୍ରବେଶ ଦ୍ୱାରରେ ଗୋଟିଏ ଫିଲ୍ଟର ଲଗାଇବାକୁ ପଡ଼ିବ। ଆଉ ମନର ଶୁଦ୍ଧତା ଓ ନିୟନ୍ତ୍ରଣ କଥା ଯେତେବେଳେ ଉଠିଛି, ଏଠାରେ ବିଷୟବସ୍ତୁଟି ଆହୁରି ରୋଚକ ହୋଇଯାଏ, କାରଣ ପତ୍ରିକାରେ ତେଜବିନ୍ଦୁ ଉପନିଷଦରେ ଏକ ବିସ୍ତୃତ ଆଲୋଚନା ରହିଛି। ହଁ, ଏହି ଅଂଶଟି ମୋର ବି ବହୁତ ପ୍ରିୟ। ଆମେ ସାଧାରଣତଃ ଯୋଗ କହିଲେ କ'ଣ ବୁଝୁ? ମ୍ୟାଟ୍ ଉପରେ ବସି ବିଭିନ୍ନ ଶାରୀରିକ ମୁଦ୍ରା କରିବା, ହାତଗୋଡ଼ ବଙ୍କା କରିବା ବା ଦୀର୍ଘ ସମୟ ପର୍ଯ୍ୟନ୍ତ ନିଶ୍ୱାସ ଅଟକାଇବା। କିନ୍ତୁ ଏହି ଉପନିଷଦ ଆମର ସେହି ସାଧାରଣ ଧାରଣାକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଉଛି। ଏହା ଯୋଗର ବିଭିନ୍ନ ଅଙ୍ଗକୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରୁଛି। ଏଠାରେ ସବୁଠାରୁ ଆକର୍ଷଣୀୟ କଥାଟି ହେଉଛି ଉପନିଷଦରେ ଦିଆଯାଇଥିବା ସେହି ଗଭୀର ପରିଭାଷାଗୁଡ଼ିକ। ଉଦାହରଣ ସ୍ୱରୂପ, ଆସନ୍ତୁ ମୌନ କଥା ବିଚାର କରିବା। ସାଧାରଣ ଅର୍ଥରେ ଆମେ ଭାବୁଛୁ ଯେ ପାଟି ବନ୍ଦ ରଖିଲେ ମୌନବ୍ରତ ପାଳନ ହୋଇଗଲା। ହଁ, ଲୋକେ ତ ସେୟା ହିଁ କରନ୍ତି। କିନ୍ତୁ ତେଜବିନ୍ଦୁ ଉପନିଷଦ ଏହାକୁ ଖଣ୍ଡନ କରି କହୁଛି ଯେ କେବଳ ପାଟି ବନ୍ଦ ରଖିବା ହେଉଛି ପିଲାମାନଙ୍କର ମୌନ ବା ଅଜ୍ଞାନୀମାନଙ୍କର ଅବସ୍ଥା। ପ୍ରକୃତ ମୌନ ସେୟା ନୁହେଁ। ତାହେଲେ ପ୍ରକୃତ ମୌନ କ'ଣ? ବ୍ରହ୍ମ ବା ସେହି ପରମ ସତ୍ତାଙ୍କୁ ବର୍ଣ୍ଣନା କରିବାକୁ ଯାଇ ଆମର ବାଣୀ ଏବଂ ମନ ଯେତେବେଳେ ଅସମର୍ଥ ହୋଇ ଫେରି ଆସନ୍ତି, ମାନେ ଯେଉଁଠି ଶବ୍ଦର କୌଣସି ଅସ୍ତିତ୍ୱ ରହେ ନାହିଁ, ସେହି ଅବର୍ଣ୍ଣନୀୟ ଅବସ୍ଥା ହିଁ ହେଉଛି ପ୍ରକୃତ ମୌନ। ବାଃ, କିନ୍ତୁ ଗୋଟିଏ ସାଧାରଣ ପ୍ରଶ୍ନ ମନକୁ ଆସେ। ଯଦି କେବଳ ମାନସିକ ସ୍ତରରେ ପହଞ୍ଚିବା ହିଁ ମୌନ, ତେବେ ଲୋକେ ଯେଉଁ ଜଙ୍ଗଲକୁ ଯାଇ ଚୁପଚାପ ବସନ୍ତି କିମ୍ବା ବିଭିନ୍ନ ଆସନ କରନ୍ତି, ସେଗୁଡ଼ିକ କ'ଣ ଅର୍ଥହୀନ? ଏହି ଗ୍ରନ୍ଥରେ ତ ଆସନର ପରିଭାଷା ମଧ୍ୟ ବଦଳାଇ ଦିଆଯାଇଛି। କୁହାଯାଇଛି ଯେ ଯେଉଁ ଅବସ୍ଥାରେ ସୁଖପୂର୍ବକ ନିରନ୍ତର ବ୍ରହ୍ମଚିନ୍ତନ କରାଯାଇପାରିବ, ତାହା ହିଁ ପ୍ରକୃତ ସିଦ୍ଧାସନ। ଅର୍ଥାତ୍ ଏହା କୌଣସି ଶାରୀରିକ ମୁଦ୍ରା ନୁହେଁ, ବରଂ ମନର ଏକ ଅବସ୍ଥା। ଏହାର ଅର୍ଥ ନୁହେଁ ଯେ ଶାରୀରିକ ବ୍ୟାୟାମ ସମ୍ପୂର୍ଣ୍ଣ ଅର୍ଥହୀନ। ଶାରୀରିକ ଆସନ ଶରୀରକୁ ସୁସ୍ଥ ରଖିବା ପାଇଁ ଏକ ପ୍ରାଥମିକ ସୋପାନ ହୋଇପାରେ। କିନ୍ତୁ ଉପନିଷଦ ସତର୍କ କରାଇ ଦେଉଛି ଯେ ଆମେ ଯେପରି କେବଳ ସେହି ଶାରୀରିକ ସ୍ତରରେ ଅଟକି ନ ଯାଉ। ଆମକୁ ଆହୁରି ଆଗକୁ ଯିବାକୁ ପଡ଼ିବ। ବିଲକୁଲ। ଆଧ୍ୟାତ୍ମିକ ଉନ୍ନତି ପାଇଁ ଆସନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ମନକୁ ଏପରି ଏକ ସ୍ଥିରତା ପ୍ରଦାନ କରିବା ଯେଉଁଠି ଈଶ୍ୱରଙ୍କ ଚିନ୍ତନ ନିରନ୍ତର ଚାଲିପାରିବ। ସେହିପରି ପ୍ରାଣାୟାମର ପରିଭାଷାକୁ ଦେଖିଲେ କଥାଟି ଆହୁରି ସ୍ପଷ୍ଟ ହୋଇଯିବ। ପ୍ରାଣାୟାମ କହିଲେ ଆମେ ନାକ ଚିପି ଶ୍ୱାସ ନେବା ଓ ଛାଡ଼ିବା ପ୍ରକ୍ରିୟାକୁ ହିଁ ବୁଝୁ। ସାଧାରଣତଃ ସମସ୍ତେ ସେୟା ବୁଝନ୍ତି, କିନ୍ତୁ ଏଠାରେ ପ୍ରାଣାୟାମର 3ଟି ମୁଖ୍ୟ ସ୍ତର, ରେଚକ, ପୂରକ ଏବଂ କୁମ୍ଭକ, ଏହାକୁ ଏକ ସମ୍ପୂର୍ଣ୍ଣ ଦାର୍ଶନିକ ରୂପ ଦିଆଯାଇଛି। ହଁ, ସେହି ବର୍ଣ୍ଣନାଟି ସବୁଠାରୁ ବେଶୀ ଚମତ୍କାର। ସାଧାରଣତଃ ନିଶ୍ୱାସ ଛାଡ଼ିବାକୁ ରେଚକ କୁହାଯାଏ, କିନ୍ତୁ ଉପନିଷଦ କହୁଛି ଯେ ଜଗତର ପ୍ରପଞ୍ଚକୁ ନିଷେଧ କରିବା, ଅର୍ଥାତ୍ ଏହି ସଂସାରର ମାୟା ଓ ମୋହକୁ ମନରୁ ବାହାର କରିଦେବା ହେଉଛି ପ୍ରକୃତ ରେଚକ। ଏବଂ ପୂରକ ବିଷୟରେ କ'ଣ କୁହାଯାଇଛି? ସେହିପରି ନିଶ୍ୱାସ ନେବା ବା ପୂରକର ଅର୍ଥ ଏଠାରେ ବାୟୁ ଭର୍ତ୍ତି କରିବା ନୁହେଁ, ବରଂ ନିରନ୍ତର ମୁଁ ସେହି ପରମ ବ୍ରହ୍ମଙ୍କର ଏକ ଅଂଶ ବୋଲି ଭାବନାକୁ ନିଜ ଭିତରେ ଗ୍ରହଣ କରିବା ଏବଂ ଶେଷରେ ଶ୍ୱାସ ଅଟକାଇବା ବା କୁମ୍ଭକର ଅର୍ଥ ହେଉଛି ସେହି ବ୍ରହ୍ମଚିନ୍ତାରେ ସମ୍ପୂର୍ଣ୍ଣ ସ୍ଥିର ରହିବା। ଭାବନ୍ତୁ ତ, ଏହା କେତେ ଗଭୀର। ଏହା ପ୍ରକୃତରେ ଯୋଗକୁ ଏକ ଭୌତିକ କ୍ରିୟାରୁ ନେଇ ସିଧାସଳଖ ମାନସିକ ସ୍ଥିତି ଏବଂ ବ୍ରହ୍ମଦୃଷ୍ଟି ଉପରେ କେନ୍ଦ୍ରିତ କରୁଛି। ଏହି କଥାଟି ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରେ ଯେ ଆମେ ଆମର ଆଧ୍ୟାତ୍ମିକ ଯାତ୍ରାରେ କେବଳ ବାହ୍ୟ କ୍ରିୟାକର୍ମରେ ଫସି ରହିଛୁ ନା ପ୍ରକୃତରେ ଚେତନାକୁ ଜାଗ୍ରତ କରୁଛୁ। ଏକଦମ ସଠିକ ପ୍ରଶ୍ନ। ଏହି ଆଭ୍ୟନ୍ତରୀଣ ଜାଗରଣ ହିଁ ବେଦାନ୍ତ ଦର୍ଶନର ମୂଳ ଦୁଆ। ଆଉ ଏହି ବିଚାରକୁ ଆହୁରି ଗଭୀରକୁ ନେବାକୁ ହେଲେ ଆମକୁ ପତ୍ରିକାର ପରବର୍ତ୍ତୀ ବିଷୟବସ୍ତୁ ଆଡ଼କୁ ଦୃଷ୍ଟି ଦେବାକୁ ପଡ଼ିବ, ଯାହା ହେଉଛି ଶ୍ରୀମଦ୍ ଭଗବଦ୍ ଗୀତାର 15 ଅଧ୍ୟାୟ ବା ପୁରୁଷୋତ୍ତମ ଯୋଗ। ହଁ, ଏହି ଅଧ୍ୟାୟରେ ମାତ୍ର 20ଟି ଶ୍ଲୋକ ରହିଛି, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ବେଦାନ୍ତ ଦର୍ଶନର ହୃଦସ୍ପନ୍ଦନ ବୋଲି କୁହାଯାଏ। ଆଉ ଏହାର କାରଣ ବି ଅଛି।
ନିଶ୍ଚୟ। ଏହି ଅଧ୍ୟାୟର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଏହାର ଆରମ୍ଭରେ ଥିବା ଏକ ଅଦ୍ଭୁତ ରୂପକ ବା ମେଟାଫୋର। ସଂସାରକୁ ଏଠାରେ ଏକ ଓଲଟା ଅଶ୍ୱତ୍ଥ ବୃକ୍ଷ ଭାବରେ ବର୍ଣ୍ଣନା କରାଯାଇଛି। ସଂସ୍କୃତରେ କୁହାଯାଇଛି ଊର୍ଦ୍ଧ୍ୱମୂଳମ୍ ଅଧଃଶାଖମ୍, ମାନେ ଚେର ଉପରକୁ ଆଉ ଡାଳ ତଳକୁ। ହଁ, ଏମିତି ଏକ ଗଛ ଯାହାର ଚେର ଉପରକୁ ଅଛି ଆଉ ଶାଖା ପ୍ରଶାଖା ତଳକୁ ଅଛି। ଏବଂ ଏହି ଗଛର କୋମଳ ପତ୍ରଗୁଡ଼ିକ ହେଉଛି ରୂପ, ରସ, ଶବ୍ଦ ଆଦି ସାଂସାରିକ ବିଷୟବସ୍ତୁ। କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହା ବୁଝିବା ଟିକେ କଷ୍ଟକର। ଏକ ଗଛ ଓଲଟା କିପରି ହୋଇପାରେ ଏବଂ ଏହାର ପ୍ରକୃତ ଅର୍ଥ କ'ଣ? ତେବେ ଏସବୁର ପ୍ରକୃତ ଅର୍ଥ କ'ଣ ତାହା ବୁଝିବା ପାଇଁ ଆମେ ଆଜିକାଲିର ଇଣ୍ଟରନେଟ୍ ବା କ୍ଲାଉଡ୍ କମ୍ପ୍ୟୁଟିଂର ଉଦାହରଣ ନେଇପାରିବା। ଆଚ୍ଛା, ସେଇଟା କିପରି? ଟିକେ ଖୋଲିକି କୁହନ୍ତୁ। ଦେଖନ୍ତୁ, ଆମେ ଯେତେବେଳେ କୌଣସି ୱେବସାଇଟ୍ ବ୍ୟବହାର କରୁ, ଆମ ହାତରେ ଥିବା ମୋବାଇଲ ବା ଲାପଟପ୍ ସ୍କ୍ରିନ୍ଟା ହେଉଛି ସେହି ଗଛର ତଳକୁ ଥିବା ଶାଖା ଏବଂ ପତ୍ର। କିନ୍ତୁ ସେହି ସୂଚନାର ମୂଳ ଉତ୍ସ ବା ସର୍ଭର ଆମକୁ ଦେଖାଯାଏ ନାହିଁ। ତାହା କେଉଁଠି ଗୋଟିଏ ଅଦୃଶ୍ୟ କ୍ଲାଉଡରେ ଥାଏ। ବାଃ, ଏହି ଉଦାହରଣଟା ତ ବହୁତ ସୁନ୍ଦର। ମାନେ ସର୍ଭର ଉପରେ ଅଛି। ଏକଦମ ଠିକ୍ ସେହିପରି ଏହି ଭୌତିକ ସଂସାରରେ ଆମେ ଯାହା ସବୁ ଦେଖୁଛୁ, ସୁଖ, ଦୁଃଖ, ସମ୍ପର୍କ, ସମ୍ପତ୍ତି, ସେସବୁ ହେଉଛି ତଳକୁ ଥିବା ଶାଖା ପ୍ରଶାଖା। କିନ୍ତୁ ଏହି ସମ୍ପୂର୍ଣ୍ଣ ସୃଷ୍ଟିର ପ୍ରକୃତ ମୂଳ ବା ଚେର ଏହି ଭୌତିକ ସ୍ତରରେ ନାହିଁ, ତାହା ଉପରେ ଅଛି, ଅର୍ଥାତ୍ ସେହି ଅଦୃଶ୍ୟ ସର୍ବୋଚ୍ଚ ପରମାତ୍ମାଙ୍କଠାରେ ଅଛି। କିନ୍ତୁ ଆମେ କେବଳ ପତ୍ରଗୁଡ଼ିକ ପ୍ରତି ଆକର୍ଷିତ ହୋଇ ସେଥିରେ ଫସି ରହିଯାଉଛୁ। ବାସ୍ତବରେ ଏହା ଏକ ଚମତ୍କାର ଉଦାହରଣ। ଆମେ ମୂଳ ନେଟୱାର୍କକୁ ଭୁଲିଯାଇ କେବଳ ସ୍କ୍ରିନ୍ ସାମ୍ନାରେ ବାନ୍ଧି ହୋଇଯାଇଛୁ। ତେବେ ଏହି ସଂସାର ବୃକ୍ଷର ମହଜାଲକୁ କିପରି କାଟିହେବ? ତାହାର ଉପାୟ ମଧ୍ୟ ଗୀତାରେ ଅଛି। ହଁ, ପତ୍ରିକାରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଏହାକୁ କେବଳ ଅସଙ୍ଗ ଶସ୍ତ୍ର ଅର୍ଥାତ୍ ବୈରାଗ୍ୟ ଏବଂ ଅନାସକ୍ତି ରୂପକ ଶକ୍ତ ଅସ୍ତ୍ର ଦ୍ୱାରା ହିଁ କାଟିହେବ। ଯେପର୍ଯ୍ୟନ୍ତ ଆମେ ଏହି ପତ୍ରଗୁଡ଼ିକ ପ୍ରତି ଆସକ୍ତି ନ ଛାଡ଼ିଛୁ, ଆମେ ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିବା ନାହିଁ। ଠିକ୍ କଥା। କିନ୍ତୁ ଏହି ଅଧ୍ୟାୟରେ ଆଉ ଏକ ବିଷୟ ଅଛି ଯାହା ଦୈନନ୍ଦିନ ଜୀବନ ସହ ସିଧାସଳଖ ଜଡ଼ିତ। ଆମେ ଭାବୁଛୁ ଯେ ଭଗବାନ କେବଳ ମନ୍ଦିରରେ ଅଛନ୍ତି, କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ବୈଶ୍ୱନାର ଅଗ୍ନି ରୂପରେ ଆମ ଶରୀର ଭିତରେ, ବିଶେଷ କରି ଆମ ପେଟ ଭିତରେ ବିଦ୍ୟମାନ। ଆଉ ସେ ହିଁ ଆମ ଖାଦ୍ୟକୁ ହଜମ କରୁଛନ୍ତି। ସେଇଆ ତ, ଆମେ ଖାଉଥିବା 4 ପ୍ରକାରର ଖାଦ୍ୟ, ଭକ୍ଷ୍ୟ ଯାହାକୁ ଆମେ ଚୋବାଇ ଖାଉ, ଭୋଜ୍ୟ ଯାହାକୁ ଗିଳି ଦେଉ, ଲେହ ଯାହା ଚାଟିବା ପାଇଁ ଏବଂ ଚୋଷ୍ୟ ଯାହାକୁ ଆମେ ଚୋଷିକି ଖାଉ, ଏହି ସବୁକୁ ସେ ହଜମ କରୁଛନ୍ତି। କିନ୍ତୁ ଏହା କିପରି ସମ୍ଭବ? ହଜମ କରିବା ତ କେବଳ ଏକ ଶାରୀରିକ ବା ବୈଜ୍ଞାନିକ ପ୍ରକ୍ରିୟା। ଏହାକୁ ଭଗବାନଙ୍କ ସହ କିପରି ଯୋଡ଼ାଯାଇପାରିବ? ଏବେ ଏସବୁ ଏତର ଅର୍ଥ କ'ଣ? ଏହିଠାରେ ହିଁ ଭାରତୀୟ ଦର୍ଶନର ବିଶାଳତା ଲୁଚି ରହିଛି। ଗୀତା ଆମର ଦୈନନ୍ଦିନ ଖାଦ୍ୟଗ୍ରହଣ ପ୍ରକ୍ରିୟାକୁ ଏକ ସାଧାରଣ ଜୈବିକ କ୍ରିୟାରୁ ନେଇ ଏକ ପବିତ୍ର ଆଧ୍ୟାତ୍ମିକ ଯଜ୍ଞରେ ପରିଣତ କରିଦେଉଛି। ମାନେ ଖାଇବାଟା ବି ଗୋଟିଏ ଯଜ୍ଞ। ହଁ, ଯେତେବେଳେ ଜଣେ ବ୍ୟକ୍ତି ବୁଝିଯାଏ ଯେ ତା ଶରୀର ଭିତରେ ଥିବା ପାଚକ ଅଗ୍ନି ସାଧାରଣ ନୁହେଁ, ବରଂ ତାହା ସ୍ୱୟଂ ଭଗବାନଙ୍କର ଏକ ସ୍ୱରୂପ, ସେତେବେଳେ ଖାଦ୍ୟ ଖାଇବା ମଧ୍ୟ ଏକ ପୂଜା ପାଲଟିଯାଏ। ଆମେ ଯାହା ଖାଉଛୁ ତାହା କେବଳ ପେଟ ଭରଣା ପାଇଁ ନୁହେଁ, ବରଂ ନିଜ ଭିତରେ ଥିବା ସେହି ଈଶ୍ୱରୀୟ ଅଗ୍ନିରେ ଆହୁତି ସଦୃଶ ଅର୍ପଣ ହେଉଛି। ଏହା ତ ଖୁବ୍ ଗଭୀର ଚିନ୍ତାଧାରା। ଏହି ବିଚାର ଆମର ଖାଦ୍ୟପେୟ ପ୍ରତି ଥିବା ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ସାତ୍ତ୍ୱିକ କରିଦିଏ। ଏହା ସହିତ ଏହି ଅଧ୍ୟାୟରେ କ୍ଷର ଏବଂ ଅକ୍ଷର ପୁରୁଷର ସିଦ୍ଧାନ୍ତ ମଧ୍ୟ ବୁଝାଯାଇଛି। ତାହା କ'ଣ? ଏହି ସଂସାରରେ ଯେତେ ସବୁ ଭୌତିକ ପଦାର୍ଥ ଅଛି ଯାହା ପରିବର୍ତ୍ତନଶୀଳ ଓ ନଶ୍ୱର, ତାହା ହେଉଛି କ୍ଷର, ଏବଂ ଯେଉଁ ଜୀବାତ୍ମା ଅବିନାଶୀ ତାହା ହେଉଛି ଅକ୍ଷର। କିନ୍ତୁ ଏହି ଦୁଇଟିଠାରୁ ଊର୍ଦ୍ଧ୍ୱରେ ଏବଂ ସମ୍ପୂର୍ଣ୍ଣ ଅଲଗା ହେଉଛନ୍ତି ସେହି ପରମ ସତ୍ତା ଯାହାଙ୍କୁ ଏଠାରେ ପୁରୁଷୋତ୍ତମ ବୋଲି କୁହାଯାଇଛି। ସେ ଏହି ସମ୍ପୂର୍ଣ୍ଣ ଜଗତକୁ ଧାରଣ କରିଛନ୍ତି। ବାସ୍ତବରେ ଦର୍ଶନର ଏତେ ବଡ଼ ବଡ଼ କଥାକୁ ଦୈନନ୍ଦିନ ଖାଦ୍ୟପେୟ ଭଳି ଛୋଟ କାମ ସହ ଯୋଡ଼ିଦେବାଟା ବିସ୍ମୟକର। ତେବେ ଏହି ଦାର୍ଶନିକ ଆଲୋଚନାରୁ ବାହାରି ଆମେ ପତ୍ରିକାର ପରବର୍ତ୍ତୀ ଏବଂ ଶେଷ ବିଭାଗ ଆଡ଼କୁ ଯିବା, ଯାହା ଆମକୁ ନେଇଯାଉଛି ଏକ ଅଦ୍ଭୁତ ପାରମ୍ପରିକ ଏବଂ ବିଧିବିଧାନର ଦୁନିଆକୁ। ଆମେ ବୋଧହୁଏ ନୀଳାଦ୍ରି ମହୋଦୟ ବିଷୟର କଥା ହେଉଛେ। ହଁ, ଆଲୋଚନାଟି ହେଉଛି ନୀଳାଦ୍ରି ମହୋଦୟ ଗ୍ରନ୍ଥର 34ତମ ଅଧ୍ୟାୟ ଉପରେ, ଯେଉଁଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦୋଳଯାତ୍ରାର ଅତି ସୂକ୍ଷ୍ମ ବର୍ଣ୍ଣନା ରହିଛି।
ଆମେ ସମସ୍ତେ ସାଧାରଣତଃ ଦୋଳଯାତ୍ରା ଦେଖିଛୁ, ରଙ୍ଗ ଖେଳ, ପାଲିଙ୍କି, ସଂକୀର୍ତ୍ତନ, କିନ୍ତୁ ଏହା ପଛରେ ଯେ ଏତେ ନିର୍ଦ୍ଦିଷ୍ଟ ଏବଂ ଗାଣିତିକ ବିଧି ଅଛି, ତାହା ଏହି ଲେଖାରୁ ସ୍ପଷ୍ଟ ହୁଏ। ସେହି ନିୟମଗୁଡ଼ିକ ବହୁତ କଡ଼ାକଡ଼ି ମଧ୍ୟ। ବିଲକୁଲ। ପୂଜା ସମୟରେ 10 ଅକ୍ଷର, 13 ଅକ୍ଷର ଏବଂ 18 ଅକ୍ଷର ବିଶିଷ୍ଟ ବିଭିନ୍ନ ମନ୍ତ୍ରର ପ୍ରୟୋଗ କରାଯାଏ। ଆଉ ତା ସହିତ ଦେବତାମାନଙ୍କୁ ଆବାହନ କରିବା ପାଇଁ କାମ, ଶ୍ରୀ ଏବଂ ମାୟା ବୀଜମନ୍ତ୍ର ବ୍ୟବହାର କରିବାର ନିୟମ ରହିଛି। କିନ୍ତୁ ଅନେକ ଶ୍ରୋତା ହୁଏତ ବୀଜମନ୍ତ୍ର ବିଷୟରେ ଜାଣିନଥିବେ। ଏହାକୁ ଆମେ କିପରି ବୁଝିବା? ଏହାକୁ ବୁଝିବା ବହୁତ ସହଜ। ଆଜିକାଲି କମ୍ପ୍ୟୁଟରରେ ଯେମିତି ବିଶାଳ ଫାଇଲଗୁଡ଼ିକୁ ସଂକୁଚିତ ବା କମ୍ପ୍ରେସ କରି ଗୋଟେ ଛୋଟ ଜିପ୍ ଫାଇଲ କରାଯାଏ, ହଁ, ଜିପ୍ ଫାଇଲ କଲେ ତାହା ଛୋଟ ହୋଇଯାଏ। ଠିକ୍ ସେହିପରି ଯେଉଁଥିରେ ସବୁକିଛି ତଥ୍ୟ ଲୁଚି ରହିଥାଏ, ସେମିତି ବୀଜମନ୍ତ୍ର ହେଉଛି ଏକ ଆଧ୍ୟାତ୍ମିକ ଜିପ୍ ଫାଇଲ। ଏହା ହେଉଛି ଗୋଟିଏ ଅକ୍ଷର ବା ଶବ୍ଦର ମନ୍ତ୍ର, ଯେପରି ହିଂ, ଶ୍ରୀଂ, କ୍ଲିଂ, ଯାହା ଭିତରେ ବ୍ରହ୍ମାଣ୍ଡର ବିପୁଳ ଶକ୍ତି ଏବଂ ଦେବତାଙ୍କର ସମ୍ପୂର୍ଣ୍ଣ ସ୍ୱରୂପ ସଂକୁଚିତ ହୋଇ ରହିଥାଏ। ଏହି ବୀଜମନ୍ତ୍ରଗୁଡ଼ିକୁ ଉଚ୍ଚାରଣ କରିବା ମାତ୍ରେ ସେହି ଶକ୍ତି ଜାଗ୍ରତ ହୁଏ। ଆଚ୍ଛା, ଏବେ ବୁଝାପଡ଼ିଲା। ମାନେ ଗୋଟିଏ ଛୋଟ ଶବ୍ଦରେ ପୂରା ଶକ୍ତି। ଆଉ ଏହି ମନ୍ତ୍ର ଉଚ୍ଚାରଣ ସହିତ ଯେଉଁ ଧ୍ୟାନର ଚିତ୍ରଣ ଦିଆଯାଇଛି, ତାହା ଅତ୍ୟନ୍ତ ମନୋରମ। ସେହି ଧ୍ୟାନରେ କଳ୍ପନା କରିବାକୁ କୁହାଯାଇଛି ଯେ କିପରି ବୃନ୍ଦାବନରେ ଯମୁନା ନଦୀ କୂଳରେ ଏକ ବିଶାଳ କଦମ୍ବ ବୃକ୍ଷ ମୂଳରେ ନୀଳ ପଦ୍ମ ପରି ସୁନ୍ଦର ଶ୍ରୀକୃଷ୍ଣ ଗୋପ ରମଣୀମାନଙ୍କ ଗହଣରେ ବିରାଜମାନ ଅଛନ୍ତି। ସେହି ଦୃଶ୍ୟଟି ପ୍ରକୃତରେ ଭକ୍ତିଭାବ ସୃଷ୍ଟି କରେ। କିନ୍ତୁ ଗୋଟିଏ ଦିଗ ମୋତେ ଟିକିଏ ଚିନ୍ତାରେ ପକାଇଲା। ଏହି ଉତ୍ସବ ସହିତ ଏକ ବହୁତ ବଡ଼ ଭୟ ମଧ୍ୟ ଜଡ଼ିତ ଅଛି ବୋଲି ଗ୍ରନ୍ଥରେ ଲେଖାଅଛି। ଯଦି ପୂଜା ବିଧିରେ ତ୍ରୁଟି ହୁଏ କିମ୍ବା ଦୋଳିରୁ ପ୍ରତିମା ତଳେ ପଡ଼ିଯାନ୍ତି, ତେବେ ରାଜ୍ୟରେ ଦୁର୍ଭିକ୍ଷ ଏବଂ ମହାମାରୀ ଭଳି ଭୟଙ୍କର ବିପଦ ଦେଖାଦେଇପାରେ। ଏତେ କଠୋର ନିୟମ କାହିଁକି? ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରେ। ଏହି ପାରମ୍ପରିକ ରୀତିନୀତିଗୁଡ଼ିକ ଏତେ ସମ୍ବେଦନଶୀଳ କାହିଁକି? ପ୍ରକୃତ କଥା ହେଉଛି, ଶାସ୍ତ୍ର ଦୃଷ୍ଟିରେ ଏହି ଦୋଳ ଉତ୍ସବ କେବଳ ଲୋକଙ୍କ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଏକ ସାମାଜିକ ସମାବେଶ ନୁହେଁ। ଏହା ହେଉଛି ଏକ ଅତି ସୂକ୍ଷ୍ମ ଆଧ୍ୟାତ୍ମିକ ପ୍ରଯୁକ୍ତିବିଦ୍ୟା। ମାନେ ଗୋଟିଏ ଟେକ୍ନୋଲୋଜି ଭଳି? ବିଲକୁଲ। ଯେତେବେଳେ ଭଗବାନ ଦୋଳିରେ ଝୁଲନ୍ତି, ତାହା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ନିୟନ୍ତ୍ରଣ ବା ଭାରସାମ୍ୟକୁ ଦର୍ଶାଏ। ତେଣୁ ସେହି ସମୟରେ ଅବହେଳା କରିବା ଅର୍ଥ ସମଗ୍ର ସୃଷ୍ଟିର ସନ୍ତୁଳନକୁ ବିପଦରେ ପକାଇବା। ସେଥିପାଇଁ ପୁରୋହିତ ଏବଂ ସେବାୟତମାନଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ସତର୍କବାଣୀ ଦିଆଯାଇଛି। ଏହା ପଛରେ ଥିବା ବିଜ୍ଞାନଟା ଏବେ ସ୍ପଷ୍ଟ ହେଉଛି। କିନ୍ତୁ ଅନ୍ୟପଟେ ଏହାର ଫଳ ମଧ୍ୟ ସେତିକି ବିଶାଳ। ଗ୍ରନ୍ଥରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଯେଉଁ ଭକ୍ତ ଶ୍ରଦ୍ଧାର ସହ ଏକକାଳୀନ 3ଟି ଦୋଳର ଦର୍ଶନ କରନ୍ତି, ସେ ମନୁଷ୍ୟର ସବୁଠାରୁ ବଡ଼ ଦୁଃଖ ଅର୍ଥାତ୍ ଜନ୍ମ ମୃତ୍ୟୁ ଚକ୍ରରୁ ସବୁଦିନ ପାଇଁ ମୁକ୍ତ ହୋଇଯାନ୍ତି। ତାହେଲେ ଆମର ପରମ୍ପରାଗୁଡ଼ିକ କେତେ ଗଭୀର ଏବଂ ବିଜ୍ଞାନସମ୍ମତ, ତାହା ଏହି ଗ୍ରନ୍ଥରୁ ସ୍ପଷ୍ଟ ହୋଇଯାଉଛି। ବାସ୍ତବରେ ଆଜିର ହିଁ ଆଲୋଚନା ମାଧ୍ୟମରେ ଆମେ ଏକ ଅଦ୍ଭୁତ ଆଧ୍ୟାତ୍ମିକ ଯାତ୍ରା କଲେ। ନୂତନ ବର୍ଷର ସଂକଳ୍ପରୁ ଆମେ ଆରମ୍ଭ କରିଥିଲେ, ଯେଉଁଥିରେ ଆମେ ଶିଖିଲେ କିପରି ଭୋଗ ବଦଳରେ ସାଧନା ଏବଂ ଡିଜିଟାଲ ଓଭରଲୋଡକୁ ରୋକିବା ପାଇଁ ସାତ୍ୱିକ ଗ୍ରହଣ କେତେ ଜରୁରୀ। ହଁ, ତାହା ବର୍ତ୍ତମାନର ସମୟ ପାଇଁ ଅତି ଆବଶ୍ୟକ। ପ୍ରକୃତ ଅର୍ଥ ବାହ୍ୟ ଶାରୀରିକ ମୁଦ୍ରା ନୁହେଁ, ବରଂ ନିରନ୍ତର ବ୍ରହ୍ମଚିନ୍ତନର ମାନସିକ ସ୍ଥିତି। ପୁରୁଷୋତ୍ତମ ଯୋଗ ଆମକୁ ସଂସାର ରୂପକ ଓଲଟା ଅଶ୍ୱତ୍ଥ ବୃକ୍ଷର ରହସ୍ୟ ବୁଝାଇବା ସହ ଆମ ପେଟ ଭିତରେ ଥିବା ଦୈବୀ ପାଚକ ଅଗ୍ନି ସହ ପରିଚିତ କରାଇଲା ଏବଂ ଶେଷରେ ଜଗନ୍ନାଥଙ୍କ ଦୋଳଯାତ୍ରାର କଠୋର ବିଧିବିଧାନ ଓ ବୀଜମନ୍ତ୍ରର ପ୍ରୟୋଗ ଆମକୁ ଆମର ରୀତିନୀତିର ଗଭୀରତା ସହ ଯୋଡ଼ିଲା। ନିଶ୍ଚିତ ଭାବରେ ଏହି ସମସ୍ତ ଭିନ୍ନ ଭିନ୍ନ ବିଷୟବସ୍ତୁଗୁଡ଼ିକ ମଧ୍ୟରେ ଗୋଟିଏ ସାଧାରଣ ସୂତ୍ର ଲୁଚି ରହିଛି, ଆଉ ତାହା ହେଉଛି ଆମ ଦୃଷ୍ଟିକୋଣର ପରିବର୍ତ୍ତନ। ଆମେ ଯାହା ସାଧାରଣ ବୋଲି ଦେଖୁଛୁ ବା ଅନୁଭବ କରୁଛୁ, ତାହା ପଛରେ ଏକ ବୃହତ୍ତର ଅଦୃଶ୍ୟ ମହାଜାଗତିକ ସତ୍ୟ ଲୁଚି ରହିଛି। ଆମକୁ ବା ସେହି ଜ୍ଞାନର ଦୃଷ୍ଟିକୁ ଖୋଲି ଏହି ଜୀବନର ମୂଲ୍ୟ ବୁଝିବାର ଅଛି। ପୂର୍ବରୁ ଆମେ ଏକ ବହୁତ ଗଭୀର ପ୍ରଶ୍ନ ଛାଡ଼ିଦେଇ ଯାଉଛୁ, ଯାହା ବିଷୟରେ ଆମେ ସିଧାସଳଖ କଥା ହୋଇନଥିଲେ ମଧ୍ୟ ଏହା ଆଜିର ଆଲୋଚନାରୁ ହିଁ ଉତ୍ପନ୍ନ ହୋଇଛି। ଟିକେ ଚିନ୍ତା କରନ୍ତୁ,
ଯଦି ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ପ୍ରକୃତରେ ଏକ ଓଲଟା ବୃକ୍ଷ ଯାହାର ଚେର ଏକ ଅଦୃଶ୍ୟ ଈଶ୍ୱରୀୟ ସର୍ବରେ ଲାଗିଛି ଏବଂ ଆମ ପେଟ ଭିତରେ ଚାଲିଥିବା ସାଧାରଣ ହଜମ ପ୍ରକ୍ରିୟା ମଧ୍ୟ କେବଳ ଏକ ବୈଜ୍ଞାନିକ ଘଟଣା ନ ହୋଇ ଏକ ଦୈବୀ ଅଗ୍ନିରେ ହେଉଥିବା ଆହୁତି ଅଟେ, ତେବେ କଣ ଆମର ପ୍ରତ୍ୟେକଟି ଛୋଟ ଛୋଟ ସାଧାରଣ କାମ ନିଜ ଭିତରେ ଏକ ବିରାଟ ମହାଜାଗତିକ ରୀତିନୀତି ବା ଆଧ୍ୟାତ୍ମିକ ପ୍ରକ୍ରିୟା ନୁହେଁ କି? ଯେପରିକି ନିଶ୍ୱାସ ନେବା, ରାସ୍ତାରେ ଚାଲିବା କିମ୍ବା ଖାଦ୍ୟ ଗ୍ରହଣ କରିବା। ଏହା ଏକ ଏମିତି ଚିନ୍ତା ଯାହା ଜୀବନର ପ୍ରତିଟି ମୁହୂର୍ତ୍ତକୁ ପବିତ୍ର କରିଦେବ। ସତ କଥା। ବୋଧହୁଏ ଆମେ ଆମର ଏହି ଅତ୍ୟଧିକ ବ୍ୟସ୍ତବହୁଳ ଜୀବନ ଭିତରେ ସେହି ସବୁ ଛୋଟ ଛୋଟ କାମର ପ୍ରକୃତ ଅର୍ଥ ଭୁଲି ଯାଇଛୁ। ଏହି ଚିନ୍ତାଧାରା କଣ ଆମର ଏକ ସାଧାରଣ ଦିନର ପରିଭାଷାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ନାହିଁ କି? ଏହି ଚିନ୍ତା ଖୋରାକ ସହିତ ଏହି ଗଭୀର ଆଲୋଚନାରୁ ଆଜି ପାଇଁ ଆମେ ବିଦାୟ ନେଉଛୁ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।